ସାରେ ଏ ଯୋଉ ଏମଏଲଏ ମାନଙ୍କର ଦରମା ବଢିଲା ତା ବିଷୟରେ ଟିକେ କୁହ ନା। ଯୋଉ ବେଶୀ ଦରମା ବଢିଛି ସେଟା ଅଧିକା ନା କମ ଟିକେ କହିଲ। ଯୋଉ ପଇସା ମିଳିଲା ସେଟା ବି ବହୁତ କମ। ଓହୋ ହୋ ମାନେ କମ ହେଇଯାଉଛି। 3.5 ଲକ୍ଷ ଟା ଆକ୍ଚୁଆଲି କମ ଆଉ। କେତେ ଦେଇଥିଲେ ହେଇଥାନ୍ତା? 10 ଲକ୍ଷ ଖଣ୍ଡେ ଦେଇଥିଲେ ହେଇଥାନ୍ତା ନା କଣ? ଆଚ୍ଛା ସେ ଯୋଉ 3.5 ଲକ୍ଷ ଟଙ୍କାରେ କଣ ସବୁ ଖର୍ଚ୍ଚ ଅଛି ଟିକେ କହିଲ ତୁମର ଯୋଉଟା କି ଅଣ୍ଟୁନି। ଏଇଟା କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଗାଡିର ତେଲ ଖର୍ଚ୍ଚ ହବ ନାହିଁ। ସାଧାରଣ ଲୋକ ଆଉ କଣ ଗାଡି ଚଲଉଛନ୍ତି? ତାଙ୍କର କଣ ପେଟ୍ରୋଲ ଖର୍ଚ୍ଚ ହଉଛି? ତୁମର ଅଧିକା ହଉଛି ନା। ଆଉ କଣ କହିଲ? ଆମେ ଟେଲିଫୋନ ଟେ ଧରୁଛୁ, ଟେଲିଫୋନ ଖର୍ଚ୍ଚ ହବ ନାହିଁ। ଓହୋ ତୁମେ ତ ଖାଲି ଫୋନ ଧରୁଛ, ତୁମରି ବିଲ୍ କଟୁଛି ଆଉ କାହାରି କଟୁନି। ସାଧାରଣ ଲୋକ ଆଜିକାଲି ଫୋନ ଧରୁନାହାନ୍ତି। ଯିଏ ଆସିଲେ ଚା କପେ ମାନଙ୍କର ଦେଲ ସେଟା ବି ତ ଖର୍ଚ୍ଚ। ଚା ଯେ ଗୋଟେ କନଷ୍ଟିଚୁଏନ୍ସିର ଲୋକଙ୍କୁ କପେ କପେ ଚା ଯଦି ଦବ ଜଣେ ଲୋକ ତାହେଲେ ତାର ମିନିମମ୍ ଲକ୍ଷେ ଟଙ୍କା ଖର୍ଚ୍ଚ ହେଇଯିବ। କି ବ୍ରାଣ୍ଡର ଚା ତୁମେ ଏକାଠି ପିଉଛ କି? ସେ ଚା ତ ନୁହଁ, ମଲେଇ ଚା ବୋଧେ ପିଉଛ ତୁମେ। ହଁ ଫେବୁକୁ ତ ଓଠୁ ଗୋଠ ଲାଗି ଯାଉଥିବ। ଭୁଲ କହିଦେଲେ ଆଜ୍ଞା, ଚା ନୁହଁ ତୁମର ଯୋଉ ବ୍ରାଣ୍ଡର ମଦ ପିଉଛ ସେଇଥିପାଇଁ ପଇସା ଉଠୁନଥିବ ସେଇଟା କୁହ। 3.5 ଲକ୍ଷ ଟଙ୍କା ଯଦି ତୁମକୁ ଅଣ୍ଟୁନି, ଆଉ ସାଧାରଣ ଜନତା ମାନେ ଯୋଉମାନେ 3,500 ମାସକୁ ଖଟୁଛନ୍ତି ସେମାନେ ଆଉ କଣ କହିବେ କୁହନ୍ତୁ। ଧନ୍ୟ ସେ ମୋହନ ମାଝୀ ସାର୍ଙ୍କୁ, ଧନ୍ୟ ତମ ମାନଙ୍କୁ ଦରମା ବଢିଲା ପରେ ବି ତୁମେ ଅସନ୍ତୁଷ୍ଟ। ଆପଣ ମାନେ ସମସ୍ତେ ମତାମତ କମେଣ୍ଟ ବକ୍ସରେ ଦିଅନ୍ତୁ। କେତେ ଦୂର ଏ ଭାଇ ଠିକ କହୁଛନ୍ତି, କେତେ ଦୂର ଭୁଲ। ରହିଲି, ନମସ୍କାର, ଜୟ ଜଗନ୍ନାଥ।